ନଦୀ କୂଳରେ ମା ବଗ ନିଜ ଛୁଆମାନଙ୍କ ସହ ବୁଲୁଥିଲା। ଏହି ସମୟରେ ପାଖରେ ଥିବା ବୁଦା ଗଛ ହଲଚଲ ହେବାକୁ ଲାଗିଲା। ବଗ ଭୟରେ ତା ଛୁଆମାନଙ୍କୁ ନିଜ ପଙ୍ଖରେ ଲୁଚାଇ ଦେଲା। ବଗ କହିଲା, କିଏ ସେଠାରେ? ସାମ୍ନାକୁ ଆସ। ଏକ ଡରି ଯାଇଥିବା ମୟୂର ଛୁଆ ବାହାରକୁ ବାହାରି କହିଲା, ଏକ ଅଜଗର ସାପ ମୋ ପଛରେ ପଡ଼ିଛି। ବଗ କହିଲା, ତୁମର ମା କେଉଁଠାରେ? ମୟୂର ଛୁଆ କହିଲା, ମା ଆଉ ଜୀବିତ ନାହିଁ। ସେ ଅଜଗର ତାକୁ ଗିଳି ପକାଇଛି। ମୋତେ ସେ ଅଜଗରକୁ ବହୁତ ଡର ଲାଗୁଛି। ଆପଣ ଆପଣଙ୍କ ଛୁଆଙ୍କୁ ନେଇ ଦୂରକୁ ଚାଲି ଯାଆନ୍ତୁ। ତୁମେ ଭଲ କଲ ମୋତେ ବତାଇ ଦେଲ। ଏଠାରେ ଅଜଗରର ଭୟ ରହିଛି, ତେଣୁ ଆମକୁ ଏଠାରୁ ଦୂରକୁ ଯିବାକୁ ପଡ଼ିବ। ମା ବଗ ନିଜ ଛୁଆ ଏବଂ ମୟୂର ଛୁଆକୁ ନେଇ ସେଠାରୁ ଦୂରକୁ ଚାଲିଗଲା। ସେମାନେ ଗୋଟିଏ କୁଡ଼ିଆ ନିକଟରେ ରହିବାକୁ ଲାଗିଲେ। ଗୋଟିଏ ଦିନ ମୟୂର ଛୁଆଟି ସେହି ଅଜଗରକୁ ଦେଖିଲା। ଅଜଗର ସାଧୁର ଗାଈ ପାଖରେ ପହଞ୍ଚି ସାରିଥିଲା। ମୟୂର ଛୁଆଟି ତୁରନ୍ତ ସାଧୁଙ୍କ ପାଖରେ ପହଞ୍ଚି କହିଲା, ମହାରାଜ, ଆପଣଙ୍କ ଘର ପାଖରେ ଏକ ଭୟଙ୍କର ଅଜଗର ଆସିଯାଇଛି। ଆପଣ ଆପଣଙ୍କର ଗାଈକୁ ବଞ୍ଚାଇ ନିଅନ୍ତୁ। ସାଧୁ ମହାରାଜ ବାହାରକୁ ଆସି ଅଜଗରକୁ ଦେଖିନେଲେ। ସେ ମନ୍ତ୍ର ଦ୍ୱାରା ଜଳ ସିଞ୍ଚନ କରି ତାକୁ ସେଠାରୁ ବାହାରକୁ ପଠାଇଦେଲେ। ସାଧୁ ଜଣକ ମୟୂର ଛୁଆଟିକୁ କହିଲେ, ତୁମେ ଅଜଗର ବିଷୟରେ ସୂଚନା ଦେଇ ବହୁତ ଭଲ କାମ କରିଛ। ତୁମର ମା କେଉଁଠାରେ? ମହାରାଜ, ସେହି ଅଜଗର ମୋ ମାକୁ ମାରିଦେଲା। ମୋତେ ଏତେ ବଡ଼ ଦୁନିଆରେ ଏକୁଟିଆ କରିଦେଲା। ମୁଁ ସବୁ ସମୟରେ ତାକୁ ଡରି ଡରି ମୋ ଜୀବନ କାଟୁଛି। ସାଧୁ କହିଲେ, ମୟୂର ଛୁଆ, ତୁମେ ସେହି ଅଜଗର କିମ୍ବା କୌଣସି ଜୀବକୁ ଡରିବା ଦରକାର ନାହିଁ। ତମେ ଏଠାକୁ ଆସ। ମୁଁ ମୋର ମନ୍ତ୍ର ଶକ୍ତି ବଳରେ ଏକ ଅମୋଘ ଶକ୍ତି ସୁରକ୍ଷା ଚକ୍ର ଦେଉଛି। ଆଜିଠାରୁ ତୁମର ନାମ ଅଭୟ ହେବ। ତୁମେ ନିଜ ସହ ଅନ୍ୟକୁ ବି ରକ୍ଷା କରିପାରିବ। ତୁମର ଯାଦୁ ଶକ୍ତି ବଳରେ କୌଣସି ବସ୍ତୁ ପ୍ରାପ୍ତ କରିପାରିବ। ସାଧୁ ଜଣକ ମନ୍ତ୍ର ପଢ଼ି ମୟୂର ଛୁଆ ଉପରେ ଗଙ୍ଗା ଜଳ ସିଞ୍ଚନ କଲେ। ମହାରାଜ, ମୁଁ ବହୁତ ବଡ଼ ଭାଗ୍ୟଶାଳୀ। ଆପଣଙ୍କର ଆଶୀର୍ବାଦ ମୋତେ ମିଳିଲା। ଆପଣ ମୋ ନାମ ଅଭୟ ରଖିଛନ୍ତି। ଏଥିପାଇଁ ମୋର କାହାରିକୁ ବି ଭୟ ନାହିଁ। ମୟୂର ଛୁଆ ଅଭୟ ଓ ବଗ ତାର ଛୁଆମାନଙ୍କ ସହ ସାଧୁଙ୍କ କୁଡ଼ିଆ ପାଖରେ ରହିବାକୁ ଲାଗିଲେ। ଗୋଟିଏ ଦିନ ବଗ ଜଳାଶୟରୁ ମାଛ ଧରିବାକୁ ଯାଇଥିଲା। ତା ଛୁଆମାନଙ୍କୁ ଭୋକ ଲାଗିଲା। ବଗ ଛୁଆମାନେ କହିଲେ, ଅଭୟ ଭାଇ, ଆମକୁ ବହୁତ ଜୋରରେ ଭୋକ ଲାଗୁଛି। ମା ଏପର୍ଯ୍ୟନ୍ତ ଆସିନାହିଁ। ଆମେ କ'ଣ ଖାଇବୁ? ଅଭୟ ଆକାଶ ଆଡ଼କୁ ଚାହିଁ ଇଚ୍ଛା ପ୍ରକାଶ କଲା। ତା ସାମ୍ନାରେ ଖାଇବା ଆସିଗଲା। ବଗ ଛୁଆମାନେ ଖୁସିରେ ଖାଇବାକୁ ଲାଗିଲେ। ଭାଇ, ବହୁତ ମଜା ଆସିଲା। ତୁମେ ବଡ଼ ଯାଦୁଗର ଅଛ। ତମେ ପେଟ ଭରି ଖାଅ। ମାକୁ ଖୋଜି ବ୍ୟସ୍ତ ହୁଅ ନାହିଁ। ଆଉ ହଁ, ମୋ ପାଇଁ ମଧ୍ୟ କିଛି ବଚାଇ ରଖିଥିବ। ତମେ ବି ଆସ, ଆମ ସହିତ ଖାଅ। ଆଉ ଯଦି କିଛି କମ୍ ପଡ଼ିଯିବ, ଆଉଥରେ ମଗାଇ ନିଅ। ତିନି ଜଣ ଖାଇବାରେ ବ୍ୟସ୍ତ ଥାନ୍ତି। ଅଚାନକ ବଗ ଛୁଆମାନଙ୍କୁ ନଦୀ କୂଳ ମନେ ପଡ଼ିଲା। ସେଠାରେ ବଡ଼ ମଜା ଆସିବ। ଅଭୟ କହିଲା, ନା ନା, ଯେତେବେଳେ ତମ ମା ଆସିବେ ତମକୁ ପାଇବେ ନାହିଁ ତ ବହୁତ ବ୍ୟସ୍ତ ହୋଇଯିବେ। ସେ ଆସିବା ପରେ ହିଁ ଆମକୁ ଯିବା ଠିକ୍ ରହିବ। ଏହାପରେ ଅଭୟ ଆଖପାଖକୁ ଯାଇ କିଛି ଫଳ ଖୋଜିବାକୁ ଲାଗିଲା। ଏହି ସମୟରେ ବଗ ଛୁଆ ମଧ୍ୟରୁ ବଡ଼ ବଗ ଛୁଆଟି ଏକୁଟିଆ ଚୁପଚାପ ଚାଲିବାକୁ ଲାଗିଲା। ଅଭୟ ପୁଣି ଯେତେବେଳେ ଫେରି ଦେଖିଲା ତ ତାର ମଥା ଘୂରିଗଲା। ସେ ବୁଝିପାରିଲା ବଡ଼ ବଗ ଛୁଆଟି ନଦୀ କୂଳକୁ ଯାଇଥିବ। ସେ ଛୋଟ ବଗ ଛୁଆଟିକୁ ନେଇ ନଦୀ କୂଳରେ ପହଞ୍ଚିଗଲା। ସେଠାକାର ଦୃଶ୍ୟ ଦେଖି ଅଭୟ ଚମକି ପଡ଼ିଲା। ଏକ କୁମ୍ଭୀର ବଡ଼ ମୁହଁ କରି ବଗ ଛୁଆଟି ଆଡ଼କୁ ଖାଇବାକୁ ଆସୁଥିଲା। ଅଭୟ ଦୂରରୁ ହିଁ ତାର ଚମତ୍କାରୀ ଦୃଷ୍ଟି ପକାଇଲା। କୁମ୍ଭୀର ମୁହଁ ଖୋଲା ହୋଇ ରହିଗଲା। ଆଉ ସେ ଆଗକୁ ବଢ଼ିପାରିଲା ନାହିଁ। ଅଭୟ ବଡ଼ ବଗ ଛୁଆଟିକୁ କହିଲା, ଶୀଘ୍ର ଏଠିକି ଆ ମୁନା।
ଆଉ ବଡ଼ ବଗଛୁଆଟି ଶୀଘ୍ର ଦୌଡ଼ି ପଳାଇ ଆସିଲା। ଗୋଟିଏ ଦିନ ଅଭୟ ଦୁଇ ବଗଛୁଆମାନଙ୍କ ସହ ଖେଳୁଥିଲା। ସେହି ସମୟରେ ଅଜଗର କୁଡ଼ିଆ ପାଖକୁ ଚାଲି ଆସିଲା। ଆଉ ଅଜଗର ବଗଛୁଆମାନଙ୍କୁ ଖାଇବାକୁ ଚାହୁଁଥିଲା। ସେ ତାଙ୍କ ଆଡ଼କୁ ଆସୁଥାଏ। ବଗଛୁଆ ଡରିକି ପାଟି କରିବାକୁ ଲାଗିଲେ। ବଗଛୁଆଙ୍କ ମା ସେଠାରେ ନଥାଏ। ଅଭୟ ଆସି ଅଜଗର ସାମ୍ନାରେ ଠିଆ ହୋଇଗଲା। ଅଜଗର, ଚୁପଚାପ ଏଠାରୁ ଚାଲିଯା। ବଗଛୁଆ ଆଡ଼କୁ ଦେଖିବା ବନ୍ଦ କର। ଅଜଗର କହିଲା, ଭଲ ହେଲା ତୁ ବି ଆସିଗଲୁ। ଏବେ ତ 3ଟି ଆହାର ବନିଗଲା। ପ୍ରଥମ ନମ୍ବର ତୋର। ଅଜଗର ଅଭୟକୁ ମୁହଁରେ ପୁରାଇ ଦେଲା। ବଗଛୁଆମାନେ କାନ୍ଦିବାକୁ ଲାଗିଲେ। ଅଜଗର, ମୋ ଭାଇକୁ ଛାଡ଼ିଦେ। ଅଜଗର କହିବାକୁ ଚାହୁଁଥିଲା, କିନ୍ତୁ କହିପାରୁ ନଥାଏ। ବ୍ୟସ୍ତ ହୋଇ ଅଜଗର କହିଲା, ଆରେ ମୋ ମୁହଁରୁ ବାହାରକୁ ବାହାର। ଏ ପକ୍ଷୀ ନା ଅଗ୍ନିପିଣ୍ଡୁଳା? ମୋ ମୁହଁ ଜଳି ଯାଉଛି। ଅଜଗର ବିକଳ ହୋଇ ଏପଟ ସେପଟ ହେବାକୁ ଲାଗିଲା। ତା ମୁହଁରୁ କିଛି ଆବାଜ ବାହାରିଲା, ମୋତେ କ୍ଷମା କରିଦିଅ। ମୋତେ ମାର ନାହିଁ। ମୁଁ ମରିଯିବି। ତମେ ମୋ ମାକୁ ମାରିଦେଲ। ମୋତେ ଅନାଥ କରିଦେଲ। ଏବେ ତମର ପାଳି ଆସିଲା ତ ତମେ ଲୁହ ଗଡ଼ାଉଛ। ଅଭୟ ବାହାରକୁ ବାହାରି ଆସିଲା ଏବଂ ଅଜଗର ଛଟପଟ ହୋଇ ବେହୋସ ହୋଇଗଲା। ଆଉ ତାର ପ୍ରାଣବାୟୁ ଉଡ଼ିଗଲା। ବଗଟି କହିଲା, ତମେ ଠିକ ଅଛ ନା ଅଭୟ? ଅଜଗର ମରିଗଲା? ଅଭୟ କହିଲା, ମୁଁ ଠିକ ଅଛି। ଏ ଅଜଗର ମୋ ବଗ ଭାଇମାନଙ୍କୁ ମାରିବାକୁ ଆସିଥିଲା। ଏବେ ସେ ନିଜେ ମରିଗଲା। ତାକୁ ତାର କର୍ମଫଳ ମିଳିଲା। ବଗଛୁଆମାନେ ଅଭୟ ପାଖକୁ ଆସି ସାଙ୍ଗ ହୋଇଗଲେ। ତାପରେ ସମସ୍ତେ ଖୁସିରେ ରହିବାକୁ ଲାଗିଲେ।